ଓଡ଼ିଶାର ଇଣ୍ଡିଆନ୍ ବ୍ୟାଙ୍କରେ ଆସିଲା ନୂତନ ଭେକେନ୍ସି। ଏହି ଭେକେନ୍ସି ଗୁଡ଼ିକ କେତେ ରହିଛି, ଏଥିରେ କେଉଁମାନେ ଆବେଦନ କରିପାରିବେ, ଏହାର ନିୟମ ଗୁଡ଼ିକ କ'ଣ ରହିଛି, ଏହା ବିଷୟରେ ଏବେ ମୁଁ ଆପଣମାନଙ୍କୁ କହିବି। ଆପଣମାନେ ଧ୍ୟାନ ଦେଇ ଦେଖନ୍ତୁ। ଯଦି ଆପଣ ଏକ ବ୍ୟାଙ୍କ ଜବ୍ ଖୋଜୁଛନ୍ତି ତେବେ ଆପଣମାନେ ଆଗକୁ ଦେଖନ୍ତୁ। ଇଣ୍ଡିଆନ୍ ବ୍ୟାଙ୍କରେ ଆସିଛି ଟେଣ୍ଟାଟିଭ୍ ଭେକେନ୍ସି। ଏହି ଟେଣ୍ଟାଟିଭ୍ ଭେକେନ୍ସିଟି କ'ଣ, ଏହା ବିଷୟରେ ଚାଲନ୍ତୁ ଜାଣିବା। ଏହି ଯେଉଁ ଭେକେନ୍ସି ଏଥିରେ ରହିଛି ଟୋଟାଲ ଭେକେନ୍ସି 1500 ଭେକେନ୍ସି ରହିଛି। ଏହି ଟେଣ୍ଟାଟିଭ୍ ଭେକେନ୍ସିରେ 1500 ଭେକେନ୍ସି ରହିଛି। 1500 ଭେକେନ୍ସି ଏଥିରେ ଆଭେଲେବୁଲ୍ ରହିଛି। ଏଥିରେ ଆପ୍ଲିକେସନ୍ ଷ୍ଟାର୍ଟ ଡେଟ୍ ହେଉଛି 10 ଜୁଲାଇ 2024ରୁ ଲାଷ୍ଟ ଡେଟ୍ ରହୁଛି 31/7ରେ। ଏହାପରେ ଦେଖନ୍ତୁ ଏଥିରେ କେଉଁ କ୍ୟାଟେଗୋରୀରେ କେତେ ଭେକେନ୍ସି ରହିଛି। ST ଯେଉଁମାନେ ତାଙ୍କର 11ଟି ଭେକେନ୍ସି, SC ଯେଉଁମାନେ ତାଙ୍କର 8ଟି ଭେକେନ୍ସି, OBC କ୍ୟାଣ୍ଡିଡେଟ୍ଙ୍କର 6ଟି ଭେକେନ୍ସି, EWS 5ଟା, UR 20ଟି, VI 0, HI 0, OHB 0, ID ଯେଉଁମାନେ ତାଙ୍କର ଗୋଟିଏ ଭେକେନ୍ସି ରହିଛି। ଟୋଟାଲ ପୋଷ୍ଟ ରହିଛି 50ଟି ଭେକେନ୍ସି ଏଥିରେ ରହିଛି ଓଡ଼ିଶାରେ, କିନ୍ତୁ ପୁରା ଇଣ୍ଡିଆରେ ମିଶିକି 1500 ଭେକେନ୍ସି ରହିଛି। ଓଡ଼ିଶାରେ 50ଟି ଭେକେନ୍ସି ରହିଛି। ଏହାପରେ ଦେଖନ୍ତୁ ଏଜ୍ ଲିମିଟ୍ ଏଥିରେ ଆପଣଙ୍କର 18ରୁ 28 ବର୍ଷ ଭିତରେ। ଏଠି ଭୁଲରେ 10 ଲେଖି ଦିଆଯାଇଛି, କିନ୍ତୁ ଆପଣଙ୍କର ଏଜ୍ ଲିମିଟ୍ ଏଠି ଆପଣଙ୍କର 18ରୁ 28 ଭିତରେ ହୋଇଥିବା ଦରକାର। ଯଦି ଆପଣ ଏଜ୍ ରିଲାକ୍ସନ୍ ବିଷୟରେ ଜାଣିବାକୁ ଚାହୁଁଛନ୍ତି ତେବେ ମଧ୍ୟ ଏହା ଜାଣିପାରିବେ। ଏହା ଆପଣମାନଙ୍କୁ ଅଫିସିଆଲ ନୋଟିସରେ ମିଳିବ। ମୁଁ ଆପଣମାନଙ୍କୁ ଅଫିସିଆଲ ନୋଟିସ୍ ମଧ୍ୟ ପ୍ରୋଭାଇଡ଼ କରିଦେବି। ଆପଣ ନୋଟିସଟିକୁ ମଧ୍ୟ ଚେକ୍ କରିପାରିବେ। ଦେଖନ୍ତୁ ଆପଣଙ୍କର କ୍ୱାଲିଫିକେସନ୍ କ'ଣ ରହିଥିବା ଦରକାର। ଗ୍ରାଜୁଏଟ୍ ଡିଗ୍ରୀ ଇନ୍ ଏନି discipline from a recognized university or any equivalent qualification recognized as such by the central government। ଆପଣଙ୍କ ପାଖରେ ଗ୍ରାଜୁଏଟ୍ ଡିଗ୍ରୀ ରହିଥିବା ଦରକାର। ଏହାପରେ ଦେଖନ୍ତୁ ସିଲେକ୍ସନ୍ ପ୍ରୋସେସ୍ ଏଠି ରହିଛି। ପ୍ରଥମେ ଆପଣଙ୍କର ଏକ ରାଇଟେନ୍ ଏକ୍ଜାମିନେସନ୍ ହେବ। ରାଇଟେନ୍ ଏକ୍ଜାମିନେସନ୍ ଦେଖନ୍ତୁ ଏଥିରେ ଆପଣମାନଙ୍କର କେଉଁ ସବୁ କୋଶ୍ଚିନ୍ ଆସିବ। ଦେଖନ୍ତୁ ରିସୋର୍ସିଂ ଆପ୍ଟିଚ୍ୟୁଡ୍ ଆଣ୍ଡ କମ୍ପ୍ୟୁଟର ନଲେଜ, ଏହାପରେ ଜେନେରାଲ ଇଂଲିଶ, ଏହାପରେ ରହିଛି କ୍ୱାଣ୍ଟିଟେଟିଭ୍ ଆପ୍ଟିଚ୍ୟୁଡ୍, ଏହାପରେ ଜେନେରାଲ ଫାଇନାନ୍ସିଆଲ ଆୱାରନେସ୍। ଟୋଟାଲ ଆପଣଙ୍କର 100ଟି କୋଶ୍ଚିନ୍ ରହିବ, 100 ମାର୍କ ମଧ୍ୟ ରହିବ। ଏଥିରେ ଆପଣମାନଙ୍କୁ ଟୋଟାଲ ସମୟ ମିଳିବ 1 ଘଣ୍ଟା। 1 ଘଣ୍ଟାର ପରୀକ୍ଷା ଆପଣଙ୍କର ହେବ। ଏହା ସହିତ ଆପଣ ଏଥିରେ ଆପ୍ଲିକେସନ୍ ଫିସ୍ କେତେ ଦେବେ ଦେଖନ୍ତୁ। ଏଥିରେ ଆପଣଙ୍କର ଆପ୍ଲିକେସନ୍ ଫିସ୍ ଜେନେରାଲ EWS OBCଙ୍କ ପାଇଁ 500 ଟଙ୍କା, SC ST PWBD ଏମାନଙ୍କ ପାଇଁ କୌଣସି ଫିସ୍ ନାହିଁ। ଏଥିରେ ଆପଣଙ୍କୁ ପେମେଣ୍ଟ କରିବାକୁ ଇଣ୍ଟରନେଟ୍ ବ୍ୟାଙ୍କିଂ, ଡେବିଟ୍ କାର୍ଡ଼, କ୍ରେଡ଼ିଟ୍ କାର୍ଡ଼ର ସୁବିଧା ମିଳୁଛି। ଏବେ ଦେଖନ୍ତୁ ଏଥିରେ ଆପଣମାନଙ୍କୁ କ'ଣ ସବୁ ଡକୁମେଣ୍ଟ ଦେବାକୁ ପଡ଼ିବ। ଦେଖନ୍ତୁ ଏଥିରେ ଆପଣମାନଙ୍କୁ ଫଟୋକପି ଆପଣଙ୍କର ଏକ ପାସପୋର୍ଟ ସାଇଜର ଫଟୋ, ଆଇଡେଣ୍ଟି ପ୍ରୁଫ୍ ଜାଗାରେ ଆପଣ ପାନ୍ କାର୍ଡ଼, ଆଧାର କାର୍ଡ଼ ଏସବୁର ବ୍ୟବହାର କରିପାରିବେ। ଏହା ସହିତ ଅରିଜିନାଲ ମ୍ୟାରେଜ୍ ସାର୍ଟିଫିକେଟ୍, ଆଫିଡେଭିଟ୍ ଇନ୍ ଅରିଜିନାଲ ଏସବୁ ଗୁଡ଼ିକ ଦରକାର ପଡ଼ିବ। ଡକୁମେଣ୍ଟ ବିଷୟରେ ଅଧିକ ଜାଣିବା ପାଇଁ ଆପଣଙ୍କୁ ଏହାର ଅଫିସିଆଲ ନୋଟିସକୁ ଦେଖିବାକୁ ପଡ଼ିବ। ନୋଟିସଟିକୁ ଟିକେ ଚେକ୍ କରିନେବେ। ଏହାପରେ ଦେଖନ୍ତୁ ଆପଣ ଯେଉଁ ଏକ୍ଜାମ ଦେବେ, ଏକ୍ଜାମ କେଉଁଠି ଦେବେ, କେଉଁଠି ସବୁ ସେଣ୍ଟର ରହିଛି। ଭୁବନେଶ୍ୱର, ସମ୍ବଲପୁର, ବ୍ରହ୍ମପୁର, କଟକ, ରାଉରକେଲା ଏହିସବୁ ଜାଗାରେ ଏକ୍ଜାମିନେସନ୍ ସେଣ୍ଟର ରହିଛି। ଏହାପରେ ଦେଖନ୍ତୁ ଏଠି ଅଫିସିଆଲ ନୋଟିସର ଲିଙ୍କ ରହିଛି, ଅଫିସିଆଲ ୱେବସାଇଟର ମଧ୍ୟ ଲିଙ୍କ ରହିଛି। ଆପଣ ଏହି କ୍ଲିକ୍ ହିଅର ଅପସନ୍ ଉପରେ କ୍ଲିକ୍ କରି ଅଫିସିଆଲ ୱେବସାଇଟକୁ ଯାଇପାରିବେ, ଅଫିସିଆଲ ନୋଟିସଟିକୁ ଚେକ୍ କରିପାରିବେ। ଏବେ ଆପଣ ଆସି ଏହାକୁ ଚେକ୍ କରିନିଅନ୍ତୁ। ଯଦି ଆପଣ ଚାହୁଁଛନ୍ତି ଏଥିରେ ଆବେଦନ ମଧ୍ୟ କରିପାରିବେ ଏହାର ଅଫିସିଆଲ ୱେବସାଇଟକୁ ଯାଇ। ଯଦି ଚାହୁଁଛନ୍ତି କରନ୍ତୁ। ଏହା ସହିତ ଏହିଭଳି ଜବ୍ ଇନଫର୍ମେସନ୍ ପାଇବା ପାଇଁ ଭିଡ଼ିଓକୁ ଗୋଟେ ଲାଇକ୍ କରି ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ।